ଯେମିତି ତୁମେ କହିବ ସେମିତି ମୁଁ କରିବି। ଯେମିତି ମୁଁ କଲି ସେମିତି ସେ ଆସିଲା। ଯେମିତି ମୁଁ ଭାବିଲି ସେମିତି ହେଲା। ଯେମିତି ମୁଁ କହିଲି ସେମିତି ସେ କଲା। ଯେମିତି ମୁଁ ବସିଲି ସେମିତି ସେ ପଳେଇଲା। ଏ ସବୁ ସେଣ୍ଟେନ୍ସରେ ଆମର କମନ୍ ଗୋଟେ ହିଁ ଆସୁଛି କି ଯେମିତି ସେମିତି। ତାହେଲେ ଏହି ଯେମିତି ସେମିତି ପାଇଁ ଆମେ କେଉଁ ଇଂଲିଶ ୱାର୍ଡ଼ ୟୁଜ୍ କରିବା ତା ସହିତ ଏହାର ଷ୍ଟ୍ରକ୍ଚର କ'ଣ ରହିଛି ଯେଉଁଟା ଆମେ ଜାଣିଗଲେ ଆମକୁ ଏହିସବୁ ସେଣ୍ଟେନ୍ସକୁ ଟ୍ରାନ୍ସଲେଟ୍ କରିବାକୁ ଇଜି ହେବ। ତା ସହିତ ଆମେ ଏମିତି ଡିଫରେଣ୍ଟ ସେଣ୍ଟେନ୍ସ କ୍ରିଏଟ୍ କରିକି ତାକୁ ବି ଇଜିଲି ଟ୍ରାନ୍ସଲେଟ୍ କରିପାରିବା। ତାହେଲେ ସେଥିପାଇଁ ଫାର୍ଷ୍ଟ ଆମକୁ ଏହାର ମିନିଂ ସହିତ ଷ୍ଟ୍ରକ୍ଚର ଜାଣିବାକୁ ପଡ଼ିବ, ଯାହା ମଧ୍ୟରୁ ଆମକୁ ଏହିସବୁ ସେଣ୍ଟେନ୍ସକୁ ଟ୍ରାନ୍ସଲେଟ୍ କରିବାକୁ ଇଜି ହେବ। ତାହେଲେ ଚାଲନ୍ତୁ ଫାର୍ଷ୍ଟ ଆମେ ଏହାର ଷ୍ଟ୍ରକ୍ଚର ଜାଣିନେବା। ସୋ ଆମର ଷ୍ଟ୍ରକ୍ଚର ହେଉଛି କି ସେଣ୍ଟେନ୍ସର ଷ୍ଟାର୍ଟିଂରୁ ଆମେ ଆଜ୍ ୟୁଜ୍ କରିବା, ଦେନ୍ ଆମର ଫର୍ଷ୍ଟ କ୍ଲଜ୍ ରହିବ, ଦେନ୍ ଆମେ ସୋ ୟୁଜ୍ କରିବା, ଦେନ୍ ଆମର ସେକେଣ୍ଡ କ୍ଲଜ୍ ରହିବ। ତାହେଲେ ଏଠି ଆମର ଗୋଟେ ପେୟାର ୱାର୍ଡ଼ ରହୁଛି କି ଆଜ୍ ସୋ। ଆଜ୍ ସୋ ହେଉଛି ଗୋଟେ ପେୟାର ୱାର୍ଡ଼ ଆଉ ତାର ମିନିଂ ହେଉଛି ଯେମିତି ସେମିତି। ଆଜ୍ ସୋ ଯେମିତି ସେମିତି। ଆଣ୍ଡ ଆଉ ଗୋଟେ ପଏଣ୍ଟ ଆମକୁ ଏଠି ମନେ ରଖିବାକୁ ପଡ଼ିବ କି ଆଜ୍ ପରେ ଆମର ଯେଉଁ ଫର୍ଷ୍ଟ କ୍ଲଜ୍ ଅଛି ସେଠି ଆମେ ଯେଉଁ ଟେନ୍ସ ୟୁଜ୍ କରିବା ସେକେଣ୍ଡ କ୍ଲଜ୍ରେ ବି ଆମେ ସେଇ ସେମ୍ ଟେନ୍ସ ହିଁ ୟୁଜ୍ କରିବା। ମିନ୍ସ ଆମେ ଫର୍ଷ୍ଟ କ୍ଲଜ୍ରେ ଆମର ଫର୍ମାଟ୍ ଯାହା ରହିବ ସେକେଣ୍ଡ କ୍ଲଜ୍ରେ ସେଇ ସେମ୍ ଫର୍ମାଟ୍ରେ ହିଁ ସେକେଣ୍ଡ କ୍ଲଜ୍କୁ ଆମେ କରିବା। ତାହେଲେ ଚାଲନ୍ତୁ ଏବେ କିଛି ଏକ୍ଜାମ୍ପଲ୍ସ ଦେଖିନେବା ଯାହା ମାଧ୍ୟମରେ ଆମକୁ এই ଷ୍ଟ୍ରକ୍ଚର ବୁଝିବାକୁ ଆହୁରି ଇଜି ହେବ। ଯେମିତି ତୁମେ କହିବ ସେମିତି ମୁଁ କରିବି। ଏଠି ଯେମିତି ମୁଁ କରିବି ନୁହେଁ, ସେମିତି ମୁଁ କରିବି। ଯେମିତି ତୁମେ କହିବ ସେମିତି ମୁଁ କରିବି। ଆଜ୍ ୟୁ ୱିଲ୍ ସେ ସୋ ଆଇ ୱିଲ୍ ଡୁ। ଆଜ୍ ୟୁ ୱିଲ୍ ସେ ସୋ ଆଇ ୱିଲ୍ ଡୁ। ୟୁ ୱିଲ୍ ସେ ଆଣ୍ଡ ଆଇ ୱିଲ୍ ଡୁ ଏଇଟା ହେଉଛି ଆମର ଦୁଇଟା କ୍ଲଜ୍। ତ ଏଇଠି ଆମର ଦୁଇଟାଙ୍କ କ୍ଲଜ୍ ଆମର କ'ଣ ସେମ୍ ହିଁ ଅଛି କି ଫ୍ୟୁଚର ଇଣ୍ଡେଫିନେଟ୍ରେ ଆମର ଅଛି କି ୟୁ ୱିଲ୍ ସେ ଆଣ୍ଡ ଆଇ ୱିଲ୍ ଡୁ। ତ ଏମିତି ଆମର ଟେନ୍ସ ଦୁଇଟା କ୍ଲଜ୍ର ସେମ୍ ରହିବ। ଯେମିତି ମୁଁ ଭାବିଲି ସେମିତି ହେଲା। ଆଜ୍ ଆଇ ଥଟ୍ ସୋ ଇଟ୍ ହ୍ୟାପେଣ୍ଡ। ଆଜ୍ ଆଇ ଥଟ୍ ସୋ ଇଟ୍ ହ୍ୟାପେଣ୍ଡ। ଯେମିତି ମୁଁ କଲି ସେମିତି ସେ ଆସିଲା। ଆଜ୍ ଆଇ ୱେଣ୍ଟ ସୋ ହି କେମ୍। ଆଜ୍ ଆଇ ୱେଣ୍ଟ ସୋ ହି କେମ୍। ଯେମିତି ମୁଁ କହିଲି ସେମିତି ସେ ଶୁଣିଲା। ଆଜ୍ ଆଇ ସ୍ପୋକ୍ ସୋ ହି ହର୍ଡ। ଆଜ୍ ଆଇ ସ୍ପୋକ୍ ସୋ ହି ହର୍ଡ। ଯେମିତି ସେ କଲା ସେମିତି ସେ ପାଇଲା। ଆଜ୍ ହି ଡିଡ୍ ସୋ ହି ଫାଉଣ୍ଡ। ଆଜ୍ ହି ଡିଡ୍ ସୋ ହି ଫାଉଣ୍ଡ। ଆଣ୍ଡ ନାଉ ଇଟ୍ସ ୟୋର ଟର୍ନ। ଯେମିତି ମୁଁ ବସିଲି ସେମିତି ସେ ପଳେଇଲା। ଯେମିତି ମୁଁ ବସିଲି ସେମିତି ସେ ପଳେଇଲା। ଏହି ସେଣ୍ଟେନ୍ସକୁ ଆମେ ଏହି ଷ୍ଟ୍ରକ୍ଚର ଅନୁସାରେ କେମିତି ଟ୍ରାନ୍ସଲେଟ୍ କରିବା ଏହାର ଆନ୍ସର କମେଣ୍ଟ ବକ୍ସରେ କମେଣ୍ଟ କରିକି ନିଶ୍ଚୟ ଜଣାଇବେ କି ଏହାକୁ ଆମେ ଇଂଲିଶରେ କ'ଣ କହିବା। ଯେମିତି ମୁଁ ବସିଲି ସେମିତି ସେ ପଳେଇଲା।